ଜଗତସିଂହପୁର ଜିଲ୍ଲାର ଏରଡଙ୍ଗା ଦାସଙ୍କ ସାହିସ୍ଥିତ ରାଧାକାନ୍ତଙ୍କର ପବିତ୍ର ପୀଠ ପ୍ରାଙ୍ଗଣରେ 7 ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜକ ହେବାକୁ ଯାଉଛି। ଏଥିନେଇ ବିଶ୍ୱଶାନ୍ତି ମହାଯଜ୍ଞ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ବିଜ୍ଞ, ଜ୍ଞାନୀ, ଗୁଣୀ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପ୍ରତିଦିନ ଅନ୍ନଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ନରରୂପୀ ନାରାୟଣ ମାନଙ୍କୁ ସମସ୍ତଙ୍କୁ ମୋର ନିବେଦନ କରୁଛି, ମୁଁ ସମସ୍ତେ ଏଇ 7 ଦିନ ପର୍ଯ୍ୟନ୍ତ ଯେଉଁ ଯଜ୍ଞ ହେବ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ହୁଅନ୍ତୁ ଏବଂ ଏ ଯଜ୍ଞଟିକୁ ସୁଚାରୁ ରୂପେ ପରିଚାଳନା କରିବାକୁ ସମସ୍ତଙ୍କର ସହଯୋଗ ନିତ୍ୟାନ୍ତ ମୁଁ କାମନା କରୁଛି। ଭକ୍ତ ନିଶ୍ଚିନ୍ତ ଆମେ ତ ଅଞ୍ଚଳବାସୀ ଆମେ ଆଶା କରିଛୁ ଲକ୍ଷାଧିକ ଭକ୍ତ ହେବେ ବୋଲି ଆମେ ଆଶା କରୁଛୁ। ଏଠି ଏ ଭିନ୍ନ ଧରଣର ଏକ ଯଜ୍ଞ, ଏ ଯଜ୍ଞରେ 2 କୁଇଣ୍ଟାଲରୁ 2.5 କୁଇଣ୍ଟାଲ ପର୍ଯ୍ୟନ୍ତ ଗାଈ ଘିଅର କେବଳ ଗାଈ ଘିଅର ଆହୁତି ଦିଆଯିବ ଏବଂ 7 କୁଣ୍ଡ କରାଯାଇଛି। ଏଠି ଅନେକ ପ୍ରକାର ମୂର୍ତ୍ତିର ବ୍ୟବସ୍ଥା କରାଯାଇଛି, ଆପଣମାନେ ଆସି ଦେଖିବେ। ଏ ଅଞ୍ଚଳର ସମସ୍ତ ଗ୍ରାମବାସୀ ଅଞ୍ଚଳବାସୀ ସାହାଯ୍ୟ ସହଯୋଗରେ ସନ୍ଥ ନିର୍ଭୟାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏ ବିଶ୍ୱ କଲ୍ୟାଣ ବିଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏ ଯଜ୍ଞର ନିଶ୍ଚିନ୍ତ ରୂପରେ ସାଫଲ୍ୟ ମଣ୍ଡିତ କରିବ, କାରଣ ଅଗ୍ନୌ ଦତାହୁତି ସମ୍ୟକ୍ ଆଦିତ୍ୟ ଉପତିଷ୍ଠତେ। ଅଗ୍ନିରେ ଯାହା ଆମେ ଘୃତ ଦେବା ତାକୁ ଆଦିତ୍ୟ ନାରାୟଣ ବର୍ଷା ସୃଷ୍ଟି କରିବେ। ବର୍ଷା ସୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହେବ, ଶସ୍ୟ ଉତ୍ପନ୍ନ ହେଲେ ପ୍ରଜାମାନେ ଖାଇ ଜୀବନଯାପନ ପାଳନ କରିବେ। ତେଣୁକରି ଯଜ୍ଞର ଅର୍ଥ ହେଉଛି ବିଶ୍ୱର ଶାନ୍ତି। ବିଶ୍ୱ ଶାନ୍ତି ପାଇଁ ଏ ଅଞ୍ଚଳର ନୃସିଂହ ବାବୁ ଏବଂ ସଭାପତିଙ୍କର ପ୍ରତ୍ୟକ୍ଷ ସାହାଯ୍ୟ ସହଯୋଗ, ଏ ଗ୍ରାମବାସୀ ସମସ୍ତଙ୍କର ଅକ୍ଲାନ୍ତ ପରିଶ୍ରମରେ ଏ ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ପ୍ରଭୁ ରାଧାକାନ୍ତଙ୍କ ଅପାର କୃପା କରୁଣାରୁ ଅନୁଷ୍ଠିତ। ଏଥିରେ ହଜାର ହଜାର ଲୋକ ସମାଗମ ହେବେ। ଏଇ ଯେଉଁ 24ରୁ 31 ତାରିଖ ପର୍ଯ୍ୟନ୍ତ ଯେଉଁ ଅନୁଷ୍ଠିତ ହେବେ ଯଜ୍ଞ, ଏଥିରେ ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥମାନେ ମଧ୍ୟ ଯୋଗ ଦେବେ। ଆମର 25 ତାରିଖ ହେଉଛି କଳସ ଯାତ୍ରା। ଏବେ ଆମେ ଏ ଅଞ୍ଚଳ ସମସ୍ତଙ୍କୁ ଅନୁରୋଧ କରୁଛୁ ଏ କଳସ ଯାତ୍ରାରେ ସେମାନେ ଯୋଗଦାନ କରିବେ। ତା ସହିତ ଏଇ ଯେଉଁ 7 ଦିନ ବ୍ୟାପୀ ଯେଉଁ ଯଜ୍ଞ ହେବ, ସବୁଦିନ ହଜାର ହଜାର ଲୋକ ଏଠାରେ ଯୋଗଦାନ କରିବା ପାଇଁ ଆମେ ସମଗ୍ର ଅଞ୍ଚଳର ଲୋକମାନଙ୍କୁ ଅନୁରୋଧ କରୁଅଛୁ। 31 ତାରିଖ ଦିନ ଆମର ପୂର୍ଣ୍ଣାହୁତି ହେବ। ଏଥିରେ ଆମର ବାବା ଅରୁପାନନ୍ଦ ମହାରାଜ ଯୋଗ ଦେବେ ଏବଂ ଏ ଯଜ୍ଞକୁ ପରିଚାଳନା କରୁଛନ୍ତି ଆମର ପୂଜ୍ୟ ସ୍ପଦ ନିର୍ଭୟାନନ୍ଦ ସରସ୍ୱତୀ। ସେ 24ରୁ 31 ତାରିଖ ପର୍ଯ୍ୟନ୍ତ ଆମ ଗ୍ରହଣରେ ରହିବେ। ଆମକୁ ସମସ୍ତ ପ୍ରକାର ସହଯୋଗ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।